ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ। ମୋ ମା ଧାନ ବାଛୁରୁଛି, ମୁଁ ଆପଣଙ୍କୁ ସେଇଟା ଦେଖାଉଛି। ମୁଁ ମନେ ଆମେ କଥା ହେଉଛୁ। ଆଜି ବି ବହୁତ ଝିଅମାନଙ୍କୁ ବି ଧାନ ବାଛୁଡ଼ି ଆସିନି, ଆଉ ଚାଉଳ ପାଛୁଡ଼ି ଆସିନି। କିଛି ଲୋକଙ୍କୁ ଆସିଛି, ତ ମନେ ବି ଠିକ୍ ସେ ଜାଣିନି ଧାନ ବାଛୁରିବା। ମୋ ବୋଉ ଧାନ ବାଛୁଛି, ଏଇଟା ଆମେ ଦେଖୁଛୁ, କଥା ବି ହେଉଛୁ। ତ ଆପଣମାନେ ଯଦି କିଏ ଧାନ ବାଛୁରି ଜାଣିଛନ୍ତି ନିଶ୍ଚିତ କୁହନ୍ତୁ। କେତେ ହେଲା ଧାନ ସେଇଠି ଦେଖୁଛି, ମାପିବ ଧାନ କେତେ ହେଲା। 3 ଗଉଣୀ ହେଇଛି ଧାନ। ଆଉ ଗୋଟେ ଜିନିଷ, ବୋଉ ଯୋଉ ଗଉଣୀରେ ବାଛୁଛି, ଏବେ ଗଉଣୀ ବି ପ୍ରାୟ ଲୋକଙ୍କ ପାଖରେ ରଖୁନାହାନ୍ତି, ସବୁ ଓଜନ କରି ଏଇ ଜିନିଷଟାକୁ ଗଉଣୀ କହୁଛନ୍ତି। ଯାହା ବି ହେଲେ ଘରର ଜିନିଷଟା ମାଣ ଗଉଣୀ ଯଦି ଅଲଗା ଦରକାର ପଡ଼ିବ ନା, ନିଶ୍ଚିତ ମେସେଜ କରନ୍ତୁ। ଗଉଣୀ ଧାନ ମାପୁଛି, ଆଉ ବୋଉ ଗଉଣୀ ମାପୁଛି। ଆକ୍ଚୁଆଲି ମୋ କୁକୁଡ଼ା ଖାଇବା ବି ମୋର ଧାନ ଯୋଉ ଥିଲା ସରିଯାଇଛି, ତ ସେଥିପାଇଁ ମୁଁ ଏଇ ଧାନ ଜଣଙ୍କଠୁ ଆଣିଥିଲି। ସେଇଠୁ କିଛି ଅଗାରି ବାହାରିଥିଲା, ଆଉ କିଛି ଧାନ ବାହାରିଥିଲା। ସେଇଟା କେତେ ଧାନ ବାହାରିଲା, କେତେ ଅଗାରି ବାହାରିଲା, ବୋଉ ସେଇଟା ମାପୁଛି, ସେ ବ୍ୟାଗରେ ରଖୁଛି। ଆଉ ସିଏ ବୋଉ ନେଇକି ତାଙ୍କୁ ଏଇ ଧାନଟା ଦେଇଦବ, ଯେ ତାଙ୍କର ଯେତିକି ଆଣିଥିଲା ତାଙ୍କୁ ଦେଇଦବ। ଆଉ ଗୋଟେ ଜିନିଷ ହେଉଛି, ଯଦି ଆପଣଙ୍କ ଭିଡ଼ିଓ ଭଲ ଲାଗିଛି ନିଶ୍ଚିତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।